ପ୍ରଣୟବଲ୍ଲରୀ କାବ୍ୟର ପ୍ରଥମ ସର୍ଗର ବର୍ଣ୍ଣନା। ପ୍ରଣୟବଲ୍ଲରୀ ସ୍ୱଭାବକବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କ ରଚିତ ଅନ୍ୟତମ ପାଠକୀୟ ପ୍ରିୟ କାବ୍ୟ। ଏହି କାବ୍ୟ ବି ଏକଦା ଶ୍ରେଣୀକକ୍ଷରେ ପାଠ୍ୟାନ୍ତର୍ଗତ ଥିଲା। ତପସ୍ୱିନୀ ଗଙ୍ଗାଧରଙ୍କର ଶ୍ରେଷ୍ଠ କାବ୍ୟକୃତି ହେଲେ ମଧ୍ୟ ପ୍ରଣୟବଲ୍ଲରୀ ଅପର ପ୍ରସିଦ୍ଧ କୀର୍ତ୍ତି। ତପସ୍ୱିନୀ କାବ୍ୟଟି ଭିନ୍ନ ଭିନ୍ନ ଛନ୍ଦବୃତ୍ତରେ ରଚିତ ହେଲେ ପ୍ରଣୟବଲ୍ଲରୀର ରାଗ ଗୋଟିଏ। 7ଟି ସର୍ଗରେ ବିଭକ୍ତ ହେଲେ ବି ପ୍ରତ୍ୟେକ ସର୍ଗର ସ୍ୱତନ୍ତ୍ର ନାମକରଣ ରହିଅଛି। ଏହି କାବ୍ୟ ରୀତିଯୁଗୀୟ କାବ୍ୟ ଭଳି ନାୟିକା ନାମକରଣ ଭିତ୍ତିକ ନ ହୋଇ ଭାବଧର୍ମୀ ନାମକରଣର ହୋଇ ପ୍ରେମଲତା ବା ପ୍ରଣୟଲତିକାର ଅପୂର୍ବ ନାମ ଧରିଛି। ଗଙ୍ଗାଧରଙ୍କର ତପସ୍ୱିନୀ, ପଦ୍ମିନୀ, ଇନ୍ଦୁମତୀ, ଉତ୍କଳଲକ୍ଷ୍ମୀ ଭଳି ଏହାର ନାମ ନାୟିକା ପ୍ରଧାନ ନୁହେଁ। ଗଙ୍ଗାଧର ନାମକରଣ ରଖିବାରେ ନୂତନତାର ଦୃଷ୍ଟିକୋଣ ଦେଖାଇଅଛନ୍ତି। ଯେମିତି କୀଚକବଧ ପୁରୁଷ ପ୍ରଧାନ ନାମକରଣ, ଉତ୍କଳଲକ୍ଷ୍ମୀ ସେହିପରି ଅଭିନବ ନାମ ଧରିଅଛି। ଉତ୍କଳୀୟ ପ୍ରକୃତିକୁ ଉତ୍କଳଲକ୍ଷ୍ମୀ କୁହାଯାଇଅଛି। ପ୍ରଣୟବଲ୍ଲରୀ ପ୍ରଣୟ ପ୍ରଧାନ ବା ପ୍ରେମମୂଳକ କାବ୍ୟ। ଦୁଷ୍ମନ୍ତ ଶକୁନ୍ତଳାଙ୍କର ଅମର ମହନୀୟ ରମଣୀୟ ପ୍ରେମର ସ୍ମାରକୀ ବହିଅଛି ସମଗ୍ର କାବ୍ୟଟି। କାବ୍ୟରେ ଅନେକ ସୂକ୍ତିମୂଳକ ପ୍ରବଚନଧର୍ମୀ ପଦପଂକ୍ତି ରହିଅଛି। ଉଦାହରଣ ସ୍ୱରୂପ କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେକରି ପାରିବ ଆନ ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଳିଆନ କଳଙ୍କ ହିଁ ଥାଇ କଳାକର କୋଳେ କରଇ ନେତ୍ର ରଞ୍ଜନ ସ୍ୱଭାବ ସୁନ୍ଦର ଅଙ୍ଗକୁ ଜଗତେ ନ ହୁଏ କିସ ମଣ୍ଡନ ବଦନର ଭାବ ମାନବ ହୃଦୟ ପୁସ୍ତକର ସୂଚୀପତ୍ର ବଚନେ ଦର୍ଶିତ ହୋଇଥାଏ ସେହି ପୁସ୍ତକର ପ୍ରତି ଛତ୍ର। ଏହିଭଳି ଶୃଙ୍ଗାର ମଧୁର କରୁଣ ରସର ମିଶାମିଶି ହୋଇ କାବ୍ୟରେ ରହିଛି। 1915 ମସିହା ବେଳକୁ କାବ୍ୟଟି ପ୍ରକାଶିତ ହୋଇଥିଲା। ସେତେବେଳେ କବି ବରଗଡ଼ ଜିଲ୍ଲାର ପଦ୍ମପୁରରେ ରହୁଥିଲେ। ପ୍ରଣୟବଲ୍ଲରୀ କାବ୍ୟର ପ୍ରଥମ ସର୍ଗର ନାମକରଣ ହେଲା ପ୍ରଣୟାଙ୍କୁର ବା ପ୍ରେମ ଆରମ୍ଭ କେମିତି ଭାବରେ କେଉଁ ପରିସ୍ଥିତିରେ ନାୟକ ଦୁଷ୍ମନ୍ତ ଏବଂ ନାୟିକା ଶକୁନ୍ତଳାଙ୍କ ମଧ୍ୟରେ ହେଲାର ସବିଶେଷ ବିବରଣୀ ପ୍ରକୃତି ବର୍ଣ୍ଣନା ସହିତ ଅଛି। ପ୍ରଣୟବଲ୍ଲରୀମାନେ ପ୍ରେମ ଲତା। ଦୁଷ୍ମନ୍ତ ଶକୁନ୍ତଳାଙ୍କର ପ୍ରେମକୁ ଗୋଟିଏ ଲତା ଗଛ ସହିତ କବି ତୁଳନା କରିଛନ୍ତି। କାବ୍ୟଟି କବିଙ୍କର ପ୍ରଭାବଦୀପ୍ତ ସୃଷ୍ଟି। ସଂସ୍କୃତ କବି କୁଳତିଳକ କାଳିଦାସଙ୍କର ସଂସ୍କୃତ ଭାଷାର ନାଟକ ଅଭିଜ୍ଞାନ ଶାକୁନ୍ତଳମ୍ର ଓଡ଼ିଆ କାବ୍ୟରୂପ ହେଉଛି ପ୍ରଣୟବଲ୍ଲରୀ ବୋଲି ସମାଲୋଚକମାନେ କହିଥାନ୍ତି। ତଥାପି ଏଥିରେ କବି ସଂସ୍କୃତ ମହାଭାରତର ପ୍ରଭାବ ପକାଇଛନ୍ତି। କାରଣ ଦୁଷ୍ମନ୍ତ ଶକୁନ୍ତଳା ପ୍ରକୃତରେ ବ୍ୟାସଦେବ କୃତ ମହାଭାରତ ମହାକାବ୍ୟର ପାର୍ଶ୍ୱ ଚରିତ୍ରଦ୍ୱୟ ବିଶେଷ। କାଳିଦାସ ଏଇଥିରୁ ତାଙ୍କ ନାଟକର କଥାବସ୍ତୁ ଆଣିଥିଲେ। ଆଉ ସେହି ନାଟକକୁ ପଢ଼ି ଗଙ୍ଗାଧର ଏହି କାବ୍ୟଟିକୁ ନିଜସ୍ୱ ସୃଜ୍ୟମାନ ମୌଳିକ କବିସତ୍ତା ଢଙ୍ଗରେ ରଚିତ କରିଛନ୍ତି। ରାଧାନାଥଙ୍କ କାବ୍ୟ ଭଳି ଏଥିରେ ହତ୍ୟା ଷଡ଼ଯନ୍ତ୍ର ରକ୍ତପାତର ଭୟ ନାହିଁ। ଏହି କାବ୍ୟଟିକୁ ପଢ଼ିଲେ ହୃଦୟ ପ୍ରେମରସରେ ଦ୍ରବୀଭୂତ ହୋଇଯାଏ। ମନରେ ପଢ଼ିବାର ଅପୂର୍ବ ଆଗ୍ରହ ଜଗାଏ। ଗଙ୍ଗାଧର ପ୍ରାଚ୍ୟ ଦର୍ଶନରେ ଥିଲେ ବିଶ୍ୱାସୀ। ସେ ଲାଗି କାବ୍ୟର ସମାପ୍ତି ମିଳନ ରସାତ୍ମକ ହୋଇଅଛି। କାବ୍ୟର ଯୋଉଠି ଯେମିତି ଦରକାର କବି ସେଇଠି ସେମିତି ନିଜର ମୌଳିକ କବି ପ୍ରତିଭାର ସ୍ୱାତନ୍ତ୍ର୍ୟ ଦେଖାଇଅଛନ୍ତି ବୋଲି ଲକ୍ଷ୍ୟ କରାଯାଇଅଛି। ସମ୍ପୂର୍ଣ୍ଣ ଆଧୁନିକ ତଥା ଅଭିନବ ଶୈଳୀରେ ମଙ୍ଗଳାଚରଣ ବା ଆଶ୍ରୀ ନମସ୍କ୍ରିୟା କରିଛନ୍ତି। ଇଷ୍ଟ ଦେବାଦେବୀଙ୍କର ବନ୍ଦନା ନ କରି କାବ୍ୟର କଥାବସ୍ତୁକୁ କବି ଯେଉଁ ଉତ୍ସରୁ ଆଣିଛନ୍ତି ସେହି ଦୁଇ ମହାନ କବିଙ୍କୁ ସ୍ମରଣ କରିଛନ୍ତି ମଙ୍ଗଳାଚରଣରେ। ମନେ ପକାଇଛନ୍ତି ପ୍ରଥମେ ମହାଭାରତ ମହାକାବ୍ୟର ରଚୟିତା ବେଦବ୍ୟାସଙ୍କର ଜୟ ଜୟକାର କରିବା ସହିତ କାଳିଦାସଙ୍କର ମଧ୍ୟ ଜୟଧ୍ୱନି ଦେଇଛନ୍ତି। ଦୁହେଁ ହେଉଛନ୍ତି ବାଗ୍ଦେବୀ ସରସ୍ୱତୀଙ୍କର ବା ବିଦ୍ୟାଦାତ୍ରୀ ଦେବୀ ବୀଣାପାଣିଙ୍କର ପୁଅ। କବି ମଣ୍ଡଳୀର ଜ୍ଞାନଦାତା ଗୁରୁ। ସେଥିପାଇଁ କବି ଗଙ୍ଗାଧର ଦୁହିଁଙ୍କୁ ମଥାସଭା କରି ଚନ୍ଦନ ଟିପାର ମର୍ଯ୍ୟାଦା
ଦେଇଛନ୍ତି। ଦୁହିଁଙ୍କର ପାଦ ଯୁଗଳରେ ନିଜର ହୃଦୟ ମନକୁ ଲଗାଇଛନ୍ତି। ଏହାକୁ ବିଧାତାର ନିର୍ଦ୍ଦେଶ ବୋଲି ମାନିଛନ୍ତି। ଉପରୋକ୍ତ ଦୁଇ କବିଙ୍କର ପଛରେ ଥାଇ ଅତ୍ୟନ୍ତ ସଭକ୍ତିରେ ସରସ୍ୱତୀଙ୍କ ପାଦରେ ବନ୍ଦନା କରୁଛନ୍ତି। ହେ କବିଦ୍ୱୟ, ଆପଣେ ଯେଉଁ ରାସ୍ତାରେ ଯାଇ ଭାରତୀ ବା ସରସ୍ୱତୀଙ୍କର ବିଦ୍ୟାର ଫୁଲ ବଗିଚାରେ ବୁଲିଛନ୍ତି, ମୁଁ ଗଙ୍ଗାଧର ମଧ୍ୟ ସେହି ବାଟରେ ଯାଇ ଜ୍ଞାନ ପ୍ରଦାନର ଫୁଲ ତୋଳିବି। ଯାହା କିଛି ମୋ ଆଖିରେ ପଡ଼ିବ ଆଉ ଯାହାକୁ ଦେଖିବି, କିନ୍ତୁ ପ୍ରୋକ୍ତ ଜ୍ଞାନ ଫୁଲ ମାନ ଯଦି ଜ୍ଞାନ ବଗିଚାର ଉଚ୍ଚ ଡାଳରେ ରହିଥିବ ଅଥଚ ମୋ ହାତ ସେଠିକୁ ଯାଇ ତୋଳିପାରୁ ନଥିବ, ତେବେ ମୁଁ ଚୁପ୍ ରହିଯିବି। ପରନ୍ତୁ ତୋଳିଥିବା ଜ୍ଞାନ ଫୁଲମାନଙ୍କରେ ହାର ତିଆରି କରି ଓଡ଼ିଶା ମାତାଙ୍କର ବେକରେ ପିନ୍ଧାଇ ଝୁଲାଇ ଦେଇ ଭକ୍ତିର ସହିତ ମୋ ଓଡ଼ିଶା ମାତାଙ୍କର ଚରଣ ବନ୍ଦନା କରି ମନକୁ ଆନନ୍ଦିତ କରିବି। ଏଥିରୁ ଜଣାପଡ଼େ ଗଙ୍ଗାଧର କେତେ ବିନୟୀ, କେତେ ନମ୍ର, ଭଦ୍ର, ଶାଳୀନ, ବ୍ୟବହାର କେତେ ବଢ଼ିଆ। ମନମୋହିତ ହୋଇଯାଉଛି ପାଠକର। ପ୍ରଥମ ସର୍ଗର ବିଷୟବସ୍ତୁ ମଙ୍ଗଳାଚରଣ ପରେ କାବ୍ୟର ବିଷୟବସ୍ତୁର ଆରମ୍ଭ କରିଛନ୍ତି କବି। ଅତୀତରେ ରାଜା ମହାରାଜାମାନେ ଥିଲେ ଭାରି ଶିକାରପ୍ରିୟ, ମୃଗୟା ବିନୋଦୀ। ପଶୁ ଶିକାର କରିବା ଥିଲା ତାଙ୍କର ରାଜକୀୟ ଠାଣି। ରାଜା ଦୁଷ୍ୟନ୍ତ ମଧ୍ୟ ରଥରେ ବସି ସାରଥୀ ସହିତ ପଶୁ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଇ ଗୋଟିଏ ମୃଗ ଶିଶୁକୁ ଲକ୍ଷ୍ୟ କରି ତୀର ମାରିବା ବେଳେ ଜଙ୍ଗଲରେ ଥିବା ଦୁଇ ମୁନିକୁମାର ରାଜା ଦୁଷ୍ୟନ୍ତଙ୍କୁ ଶିକାର ନ କରିବାକୁ ମନା କରିବାର କାରଣ ହେଲା, ମୃଗଟି ଥିଲା କଣ୍ୱ ମୁନିଙ୍କର ମାଳିନୀ ନଦୀ ତୀରବର୍ତ୍ତୀ ଆଶ୍ରମର ପାଳିତ ମୃଗ, ପୋଷା ଜନ୍ତୁ। ସେଥିପାଇଁ ମହାରାଜ ଆପଣ ତାଙ୍କୁ ଦୟାକରି ମାରନ୍ତୁ ନାହିଁ। ରାଜାଙ୍କ ରଥ ଓ ମୃଗର ଗତିଶୀଳତାର ସମ୍ପର୍କରେ କବି ସୂଚେଇଛନ୍ତି। ମୁନିକୁମାରଙ୍କୁ ଦେଖି ରାଜା ଭକ୍ତିର ସହିତ ରଥକୁ ଅଟକାଇ ରଥରୁ ଓହ୍ଲାଇ ନମସ୍କାର କରିବାରୁ ମୁନିକୁମାର ଦ୍ୱୟ ସାଧୁ ସାଧୁ କହି ଆଶୀର୍ବାଦ କହିଛନ୍ତି। ହରିଣର ସ୍ଥିତି ଦର୍ଶାଇ ମୁନିକୁମାର ଦୁହେଁ କହିଛନ୍ତି, ରାଜା, ଆପଣଙ୍କ ଧନୁତୀର ଯଦି ନିଆଁ ହୁଏ, ତେବେ ସାମାନ୍ୟ କୋମଳ ଜୀବ ହରିଣର ଦେହ ତୁଳା ଭଳେ। ତେଣୁ ତା ଦେହରେ ଶର ଛାଡ଼ନ୍ତୁ ନାହିଁ। ତୁମ୍ଭ ଶର ବିଜୁଳି ଆଉ ହରିଣ ଦୁର୍ବଳ ପ୍ରାଣୀ। ଆପଣଙ୍କ ଶର ଦୁର୍ବଳକୁ ମାରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ଅସହାୟ ବିକଳ ପ୍ରାଣର ରକ୍ଷାକାରୀ। ଆପଣ ପୁରୁ ରାଜବଂଶର ଦାୟାଦ। ତେଣୁ ରାଜା ହୋଇ ରାଜୋଚିତ କାମ କରନ୍ତୁ। ପୁତ୍ରବାନ ହୁଅନ୍ତୁ, ବୀର ଦେବ ହୁଅନ୍ତୁ, ସମଗ୍ର ଜଗତରେ ପ୍ରଶଂସାବାନ ହୁଅନ୍ତୁ, ସଦ୍ଗୁଣର ଅଧିକାରୀ ହୁଅନ୍ତୁ। ଆପଣଙ୍କୁ ଦେଖି ଆମେ ବହୁତ ଖୁସି ହେଉଛୁ। ଆପଣ ଆମର ଅତିଥି। ଏ ବଣରେ ଆମର ଆତିଥ୍ୟ ଗ୍ରହଣ କରି ଆମକୁ କୃତଜ୍ଞ ସନ୍ତୁଷ୍ଟ କରାନ୍ତୁ। ଏଇ ପାଖରେ ମାଳିନୀ ନଦୀ ତଟରେ କଣ୍ୱ ମୁନିଙ୍କର ଆଶ୍ରମ। ମହର୍ଷି ତୀର୍ଥାଟନରେ ବାହାରକୁ ଯାଇଛନ୍ତି, ହେଲେ ତାଙ୍କର ଝିଅ ଆଶ୍ରମରେ ଅଛନ୍ତି। ଛାମୁଙ୍କର ଶାସନରେ ରହି ଆମ୍ଭେମାନେ ବେଶ୍ ଖୁସିରେ ଧର୍ମକର୍ମ କରୁଛୁ। କେବେ ବି କିଛି ଆମର ଅସୁବିଧା ହେଉନାହିଁ। କଣ୍ୱ ମୁନି ସବୁବେଳେ ଆପଣଙ୍କର ଗୁଣଗାନ କରିଥାନ୍ତି। ଭଗବାନଙ୍କ ପାଖେ ଆପଣଙ୍କର ମଙ୍ଗଳ କାମନା ବି କରନ୍ତି। ଆଜି ଥିଲେ ଆପଣଙ୍କୁ ଦେଖି ସେ ଅତ୍ୟନ୍ତ ଖୁସି ହୋଇଥାନ୍ତେ। ଆପଣ ଆମ ପାଖକୁ ଆସି ଏମିତି ଖାଲି ଖାଲି ଆଶ୍ରମକୁ ନ ବୁଲି ଅତିଥି ଚର୍ଚ୍ଚା ନ ପାଇ ଯଦି ଫେରିଯିବେ, ଆମେ ସମସ୍ତେ ଆଶ୍ରମବାସୀ କଣ୍ୱ ମୁନିଙ୍କଠାରୁ ଗାଳି ଖାଇବୁ। ମୁନିକୁମାର ଦ୍ୱୟଙ୍କର ଅନୁରୋଧ ଓ ଇଚ୍ଛାକୁ ସମ୍ମାନ ଜଣାଇ ହଁ ହଁ ଯିବା, ଚାଲନ୍ତୁ କହି ରାଜା ଖୁସିର ସହିତ ଆଶ୍ରମକୁ ଦେଖିବା ପାଇଁ ଗଲେ। ତପୋବନ ଭିତରେ ପହଞ୍ଚି ରାଜା ଆଗ୍ରହରେ ବୁଲି ଆଶ୍ରମ ପରିସରକୁ ଦେଖୁଥାନ୍ତି। ଶୁଆ ପକ୍ଷୀର ପାଟିରୁ ଘାସରୁ ଧାନ ଶସ୍ୟ କିଛି ଗଛ ତଳେ ପଡ଼ିଛି। ରାଜା ଭାବିଲେ, କି ବାଣୁଆର ଭୟ ନାହିଁ ବୋଲି ଜଙ୍ଗଲର ପକ୍ଷୀମାନେ ନିର୍ଭୟରେ ଏଠି ବାସ କରୁଛନ୍ତି, ବଣର ସୌନ୍ଦର୍ଯ୍ୟକୁ ବଢ଼ାଇଛନ୍ତି। ମୁନିକୁମାରମାନେ ନିଜ ହାତରେ ହରିଣକୁ ଘାସ ଖୁଆଉଛନ୍ତି। ନ ଡରି ବି ହରିଣ ତାହା ଖାଉଛନ୍ତି। ରାଜାଙ୍କୁ ଦେଖି ବି ଏମାନେ ଭୟ କରୁନାହାନ୍ତି। ପବନରେ ଗଛପତ୍ର ଦୋହଲୁଥିଲେ ବି ଗଛମାନଙ୍କର ମୂଳରେ ହୋମଯଜ୍ଞର ନିଆଁ ଧୂଆଁ ଲାଗି ଗଛ ମୂଳ ସବୁ କାଳିଆ ମଳିଆ ଦିଶୁଥିଲା ରାଜାଙ୍କର ଆଖିକୁ। ରାଜା ଭଦ୍ରୋଚିତ ବେଶ ବାସ ଭଙ୍ଗୀରେ ଥାଆନ୍ତି। ତାଙ୍କ ଦେହରେ ଶିକାରୀ ବେଶ ନଥାଏ। ଚାଲି ଚାଲି ଯାଉଥାନ୍ତି। ରଥ ସାରଥୀ ହାତରେ ଥାଏ
आश्रम परिवेश को देखि राजा खुशी होउथांती। जो राजांको देखिबाकू राज्यवासी आग्रही सेई राजा आजी मुनि आश्रम देखि विभोर। गछ छाई को राजा निज छता छत्र छाई ठारू अधिक सुंदर अधिक बढ़िया भाबुथांती। गछ छाई उत्कृष्ट छत्र छाई निकृष्ट। एही समय रे नारी कंठस्वर तपोवन देखिबार सौंदर्य बाधा देला। कारण राजा दुष्मंत युवक पुणी अभिआड़ा तेणु नारी लोलुपता रहिबा स्वाभाविक। तेणु राजा कौठु सुंदर नारी कंठध्वनि आसुची निघा करी करी गचर पत्र गहली बुढ़ियाणी जाल भितरु थाई देखिले कि मन को खुशी देला भली तीनोटी सुंदर रमणी युवती जो माने कि देवलोकर अप्सरा ठारू भी अधिक सुंदरी हेबे। बाँ हाथ में पानी माठिया काखेई डाहाण को बेक नुआई डाहाण हाथ हलाई धीर पादरे चालू थांती। चलिबा समय रे थट्टा टाहुली टापरा मजा हस गमात भी करुथांती निज भितरे। सेमानंकर कथाबार्ता रु राजा जानिछंती चिन्हिछंती कि जनकर नाम शकुंतला अन्य दुहिंकर नाम यथाक्रमे अनसूया एवं प्रियंवदा। शकुंतला कणुओंकर झियो अन्य दुई जन शकुंतलांकर सखी। शकुंतला एमिति दिसुथिले राजांकु कि सते कि दुईटी पत्र मध्यरे थिबा फुलटिए। शकुंतलार रूप सौंदर्य राजा खुशी होई ता प्रति मने मने आसक्त भी हेले। राजा निजर राजबाटीर नारी माने शकुंतलार सौंदर्य तुलित हेबे नाही बोली भाविछंती। माने हेला शकुंतला अपरूप सुंदरी। मुनि आश्रमर बनलता राजांक उद्यानर लतार गर्भ को भी चूना करदेला। गोलाप फूल कंटा गछ बोली कौन बासंग फूल सहित समान हेब। राजा भाविले कि मोर आसीबा सफल हेला। सुंदरी दर्शनर शुभ अवसर मिलिबा कारणरू खुशी सहित आश्चर्य भी राजांकर मन को घांटिला। शकुंतलांकर नरम बक्षज माठिया प्रति राजा आकृष्ट होई पड़िले। सुंदर शरीर रे गछर कळकळ पोशाक बळकळ पोशाक सते कि देह राजलक्ष्मी आउ पोशाक योद्धार। शकुंतला ललनार सौंदर्य राजांकर छाती को चौड़ा करी देउछि जेमिति शिवंक जटार चंद्र। शिउड़ी घेरा पद्मफूल चंद्रर कलंक थिले भी चंद्र ही सुंदर। आखि को चाहिबाकू आनंद कराए। प्राकृतिक सुंदर अंग को जगत विमंडित कराए। यौवन ज्योति भरा उज्ज्वलित गोरा मुहरे झाल बिंदु सते कि नव फुटी पद्म फूलरे लेपित काकर बिंद। शकुंतला कोमलांगी तांको मुनि पुणी माठियारे पानी बुहा काम कष्ट काहींकी देले। रेशमी पाट दौड़ी रे कौन पागला जंगली हाथी को बांधी हेब। मुनि नीलकईर नाड़े सते कि समी गछ को काटुछंती। एसबु कहिबा पछरे राजा शकुंतला प्रति मात्राधिक्य आकर्षित होई पड़िछंती। शकुंतलांको सांगद्वय छोट छोट गछ मानकर मंदारे माठिया पानी को ढालु थांती। आ शकुंतला आंब गछ छाईरे आसी ठिया हेले। माठिया को से तले थोइछि। राजा गोरा रंगर सुना वर्णर शकुंतला देहलता को देखि प्रेम रसरे निमग्न थांती। देह को तारीफ करुथांती मने मने भाबुथांती आहा मोर भाग्य बगीचारे शोभामय होई राजुति करिब ना सबुदिन पई एई मुनिंकर आश्रम रे रहिजिब। शकुंतला लता नुहे लतार शिखर देश रे फुटंता सुंदर फूल। भाग्यवान लोक ही एई फूल को पाइब जहा कि मूल्यवान अतुलनीय। एई फूल को जिए नेउछि नेउ हेले याहाकु देखि मोर निज नयन मन पवित्र होई गला। शकुंतला आंब गछरे लोटेई थिबा नियाली लता को चाहि थाए। नियाली गछर शाखा प्रशाखारे फूल कढ़ माने फुटी थांती। किछि पूर्ण प्रस्फुटित आउ किछि कढ़ बा कलिका स्थिति रे थांती। दुई तीनोटी फूल बुढ़ियाणी जाल रे जाई लागि थांती। आउ किछि तळे पड़िछंती। प्रकृति वर्णना
ହୋଇଛି। ନିଆଳି ଲତା ଗଛକୁ ଶକୁନ୍ତଳା ନିଜ ହାତରେ ରୋପି ଓ ବଢ଼ାଇ ଆଣିଥିଲା। ବଢ଼ନ୍ତି ନିଆଳି ଗଛକୁ ଦେଖି ସେ ଖୁସି ହେଲା, ଯାହାକି ତାର ଦେହ ମନରେ ପ୍ରକାଶ ପାଇଥିଲା। ଅନସୂୟା ଓ ପ୍ରିୟମ୍ବଦା ନାମକ ସଖୀ ଦୁହିଁଙ୍କୁ ଡାକିକି ମଧ୍ୟ ଦେଖାଇଲା ତାର ଗଛର ବର୍ଦ୍ଧିତ ସ୍ଥିତିକୁ। ତାର କଥାରେ ଅପୂର୍ବ ମାଧୁର୍ଯ୍ୟ ତଥା ଉଲ୍ଲାସ ମିଶିକି ଥାଏ, ଯେମିତି ଆଖୁରେ ଚିନି ମିଶିକି ଥିବା ପ୍ରକାରେ। ପ୍ରିୟମ୍ବଦା ନିଆଳି ଲତା ଗଛର ଫୁଲ ସହିତ ବଢ଼ୁଥିବା ସ୍ଥିତିକୁ ଦେଖି କହିଲା, ନିଆଳି ସହିତ ଆମ୍ବ ଗଛର ବିବାହ କରିଦିଅ। ଶକୁନ୍ତଳା ହସିକି କହିଲା, ବିବାହ ରୀତି ମୋତେ ଜଣା ନାହିଁ। ତୁମେ ଯଦି ଜାଣିଛ ତେବେ କରିଦିଅ ପୁରୋହିତ ହୋଇ। ପ୍ରିୟମ୍ବଦା ଶକୁନ୍ତଳା ସହିତ ଥଟ୍ଟା ପରିହାସ କରିଥାଏ। ସେ ଟିକେ ଏଇ ଧରଣର, ତେଣୁ କହିଲା, ତୁମେ ସଂକଳ୍ପ କର କି ତୁମ ବିବାହରେ ମଧ୍ୟ ମୁଁ ଯେମିତି ପୁରୋହିତ ହୁଏ, ମୋତେ ବ୍ରାହ୍ମଣ କରିବ। ଲାଜ ପାଇ ଶକୁନ୍ତଳା କହିଲା, ତୁମେ କେତେ କଥା ଜାଣ ବା। ଉପସ୍ଥିତ ବର୍ତ୍ତମାନ କାମ ନ କରିକି ଭବିଷ୍ୟତରେ କ'ଣ କରିବ ସେ କଥା କାହିଁକି କୁହ। ରାଜା ଦୁଷ୍ମନ୍ତ ଲୁଚି ଥାଇକି ଏସବୁ ଦେଖୁଥାନ୍ତି। ସୁତରାଂ ସେ ଜାଣିବାକୁ ପାଇଲେ କି ଶକୁନ୍ତଳା ଅନୂଢା ଯୁବତୀ। ଅଗତ୍ୟା ଶକୁନ୍ତଳାକୁ ବିବାହ କରିବାର ଇଚ୍ଛା ଦୁଷ୍ମନ୍ତଙ୍କ ମନକୁ ଆସିଲା। ଦୁଷ୍ମନ୍ତଙ୍କ ଡାହାଣ ବାହୁ ଥରି ତାଙ୍କର ଶକୁନ୍ତଳା ବିବାହ କରିବାର ଆଶା ଲତିକା କଅଁଳି ଉଠିଲା ତାଙ୍କ ମନ ଭିତରେ। ରାଜାଙ୍କର ଭିତରେ ତାଙ୍କ ମନ ଓ ବିବେକ ମଧ୍ୟରେ ଯୁକ୍ତିତର୍କ ଚାଲିଲା। ବିବେକ ମନକୁ ସ୍ନେହମିଶା ବାକ୍ୟ କହିଲା, କ'ଣ ଭାରି ତ ସ୍ୱାଧୀନ ହେଲୁଣି ଦେଖୁଛି। ପର ସୁନ୍ଦରୀ ନାରୀକୁ ଦେଖି ଅନ୍ୟ ଦ୍ରବ୍ୟ ଉପରେ ଆଖି ପକାଇଲୁଣି। ମନ ବିବେକକୁ କହିଲା, ଝିଅ ଜନମ ତ ପର ଘରକୁ, ମାନେ ସ୍ୱାମୀ ପାଖକୁ। ଏଥିରେ ଦୋଷ କୋଉଠି ରହିଲା? ମୁଁ ତ ଶକୁନ୍ତଳାକୁ ବିବାହ କରିବାକୁ ଚାହୁଁଛି। ପ୍ରଥମ ଦେଖାରେ ମୁଁ ସ୍ଥିର କରିସାରିଛି। ବିବେକ କହିଲା, ଶକୁନ୍ତଳା ମୁନି କନ୍ୟା। କୂଅରେ ତାରା ପ୍ରତିବିମ୍ବ। ଏହାକୁ ଖଣି ମନେ କରନା, ଲୋଭାନା। ଲୋଭୀ ହୋଇ ଯଦି ଚୋରି କରୁ ତେବେ ମାମଲା ସଙ୍ଗୀନ ହୋଇଯିବ। ପ୍ରିୟମ୍ବଦା ସେପଟେ କହିଲା, ସୁନ୍ଦରୀ ଶକୁନ୍ତଳା, ରାଜପୁରୋହିତ ହେବା ଛାଡ଼ି ମୁଁ ଯଦି ତୋ ପାଇଁ ରାଜବର ପ୍ରେମିକ ଯୋଗାଡ଼ କରେ, ତେବେ ତୋ ଅସ୍ଥିର ମନ ଚାହିଁବ ତ? ଆଉ ସେତେବେଳେ ମୋତେ ମନେ ପକାଇବୁ ତ? ରାଜା ଦୁଷ୍ମନ୍ତ ଭାବିଲେ, ମୁଁ ଯାହାକୁ ଆକାଶ କଇଁଆ ବୋଲି ଅସମ୍ଭବ ମଣି, ଏକ ଉଲ୍କାପିଣ୍ଡ ବୋଲି ଭାବିଥିଲି, ଏ ତ ଆକାଶରୁ ଖସିଥିବା ସୁନ୍ଦର ଆଲୋକର ଜ୍ୟୋତି ପୁଣି ଦିଶିଲାଣି। ପୂର୍ବରୁ ମୁଁ ଶକୁନ୍ତଳାଙ୍କୁ ଦେଖି ରାଜବଂଶୀୟ ରମଣୀ ବୋଲି ଭାବୁଥିଲି, ତେବେ ଏ ବଣରେ କାହିଁକି ରହୁଛି, ଏହା ତ ଜାଣିପାରୁନି। ଏହା ପଛରେ ରହସ୍ୟ କ'ଣ ଅଛି? ମୁନି କହିଥିଲେ, ମୁନିଙ୍କ ଝିଅ। ସଖୀ କହୁଛି ରାଜବଂଶୀୟ। ତେବେ କାହା କଥା ସଠିକ୍? ଦୁଷ୍ମନ୍ତ ଭାବିଲେ, ମୋ ଭାଗ୍ୟରେ ଯଦି ଶକୁନ୍ତଳା ଭୋଗ ସୁଖ ନାହିଁ, ତେବେ ପ୍ରଭୁ କାହିଁକି ତୁମେ ମୋତେ ଶକୁନ୍ତଳାଙ୍କୁ ଦେଖାଇଲ? ଆଜୀବନ ଖାଲି ଶକୁନ୍ତଳାଙ୍କୁ ଝୁରି ମରିବା ସାର ହେବ। ମୁଁ ସତରେ ଅଛି ନା ସ୍ୱପ୍ନ ଦେଖୁଛି? ମୋ ସ୍ୱପ୍ନ ଭାଙ୍ଗିଯିବନି ତ? ସୁନ୍ଦରୀକୁ ଛାଡ଼ି ମୁଁ ନିଦରେ ଆଉ ଶୋଇପାରିବି କି ନା ଜାଣିପାରୁନି। ମୋ ମନ ସିଂହାସନରୁ ଯଦି ଏଇ ହୃଦୟେଶ୍ୱରୀ ଛାଡ଼ି ଚାଲିଯିବ, ମୁଁ ତାକୁ ନେଇ ମନ୍ଦ ଚିନ୍ତାରେ ମୋ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିବି। ଅନସୂୟା ଶୁଣି କହିଲେ, ପ୍ରିୟମ୍ବଦା, ତୋର ପୁରୋହିତ ହେବା ମିଛ। ଯେହେତୁ ନିଆଳି ସମାଜରେ ବ୍ରାହ୍ମଣ ବେଶୀ, ପୁରୋହିତ ଶକୁନ୍ତଳା ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି। ଆକାଶରେ ତାରାଭର୍ତ୍ତି ଶୋଭାୟିତ ଚାନ୍ଦୁଆ ଟଣା ହୋଇଅଛି। ପାହାଡ଼ମାନେ ଚାରିଆଡ଼େ ଆଲୁଅ ଜାଳି ରହିବେ, କାରଣ ପାହାଡ଼ରେ ନିଆଁ ଲାଗେ। ବାଉଁଶ ବଣ ପରସ୍ପର ଘଷି ହୋଇ ବାଣ ଫୁଟାଇବେ। ଉଲ୍କାପାତ ଯାହାର ଆଲୁଅ। ମହୁମାଛି ଭଅଁର ଫୁଲଗଛମାନଙ୍କରେ ଶବ୍ଦ କରାଇ ହୁଳହୁଳି ଦେବେ। ଚକର ଟେଣ୍ଟଇ ପକ୍ଷୀ ତାଙ୍କର ଧ୍ୱନିରେ ମଙ୍ଗଳ ଗୀତ ଗାଇବେ। ସେହି ସମୟରେ ନିଆଳି ଆଉ ଆମ୍ବଗଛର ବିବାହ ହେବ। ଅନସୂୟା କଥାକୁ ଶକୁନ୍ତଳା ସମ୍ମତି ଦେଲା, ସମର୍ଥନ କଲା। ପ୍ରକୃତି ବର୍ଣ୍ଣନା ଅଛି। ହସାହସି ହୋଇ ସଖୀମାନେ ଯିଏ ଯୁଆଡ଼େ ଚାଲିଗଲେ। ଶକୁନ୍ତଳାଠାରୁ ଦୁଇ ସଖୀ ଦୂରେଇ ରହିଥିବା ବେଳେ ଏକ ମହୁମାଛି ନିଆଳି ଗଛର ମୂଳରୁ ଉଡ଼ିଆସି କୋଉଠି ଥିଲା କେଜାଣି, ଶକୁନ୍ତଳା ଗଛ ମୂଳରେ ପାଣି ଦେଉଥିବା ସମୟରେ ତାଙ୍କୁ କାମୁଡ଼ିବାକୁ ବାରମ୍ବାର ଚେଷ୍ଟା କଲା। ମହୁମାଛିର ଯନ୍ତ୍ରଣା ଅସହ୍ୟ ହେବାରୁ ଶକୁନ୍ତଳା ମହୁମାଛିକୁ ସେମିତି ବାରମ୍ବାର ନିଜଠାରୁ ତଡ଼ୁଥାନ୍ତି। ହେଲେ ମହୁମାଛି ନଛୋଡ଼ ବନ୍ଧା। ମହୁମାଛି ଓ ଶକୁନ୍ତଳା ମଧ୍ୟରେ
ନାଚ ରୀତିମତ ଦେବଲୋକର ନାଚକୁ ମଧ୍ୟ ତଳେ ପକାଇଦେବ। ହସ୍ତିନା ଅଧିପତି ଦୁଷ୍ମନ୍ତ ଏହି ଦୃଶ୍ୟ ଦେଖୁଥାନ୍ତି ଲୁଚିଥାଇକି ଗଛପତ୍ର ଅନ୍ତରାଳରୁ। ବ୍ୟସ୍ତ ହୋଇ ସୁନ୍ଦରୀ ଶକୁନ୍ତଳା ସଖୀ ଦୁହିଁଙ୍କୁ ଡାକ ପକାଇଲା। ସୁନ୍ଦରୀ ମଣିର ସ୍ୱର ଭାରି ମଧୁର, ବୀଣା ଜିଣା କଣ୍ଠସ୍ୱର ଭଳି ଶୁଣାଗଲା। ରାଜା ଶକୁନ୍ତଳାଙ୍କର ସୁମଧୁର କଣ୍ଠସ୍ୱର ଶୁଣି କାମସରରେ ପୀଡ଼ିତ ହୋଇ ନିଜର ରାଜପଣର ଗାମ୍ଭୀର୍ଯ୍ୟ ହରାଇ ଦେଉଥିବା ସମୟରେ ଥଟ୍ଟାପ୍ରିୟ ସଖୀ ପ୍ରିୟମ୍ବଦା ମଜା କରି ସେପଟୁ କହିଲା, ଜାଣି ଶୁଣିକି ପାଖକୁ ନ ଆସି ପୁରୁ ରାଜ୍ୟରେ ଏ ମୁନି ଆଶ୍ରମ ପରିବେଶରେ ଆମ ଶକୁନ୍ତଳାକୁ କିଏ ହଇରାଣ କରୁଛି? କୋଉ ଭ୍ରମର ମଦୁଆ ସେ ବା? ଆମ ସଖୀକୁ ସେ କ'ଣ ନିଆଳି ମନେ କରିଛି? ଦୁଇ ସଖୀ ଆମେ ତା ପାଖେ ଅଛୁ। କିଏ ସେହି ମନ୍ଦମତି ଦୁର୍ଜନ ଦୁଷ୍ମନ୍ତ ପ୍ରତାପକୁ କ'ଣ ସେ ଜାଣୁନାହିଁ? ତା କାନରେ ପଡ଼ିନି ଏହାକୁ ଏକ ସୁଯୋଗ? ମଣି ଶକୁନ୍ତଳା ସହିତ ସାକ୍ଷାତର ଜାଣି ସାଙ୍ଗେ ସାଙ୍ଗେ ଦୁଷ୍ମନ୍ତ ଲୁଚିବା ସ୍ଥାନରୁ ବାହାରି ଶକୁନ୍ତଳାକୁ ଦେଖାଦେଲେ। କହିଲେ, କ'ଣ ହେଲା ସୁନ୍ଦରୀ? କିଏ ତୁମକୁ କଷ୍ଟ ଦେଉଛି? ଡରନା, ମୁଁ ପୁରୁବଂଶର ଭୂପତି। ଅବଳାକୁ ଉପଦ୍ରବକୁ ସହିବ ନାହିଁ। ଶକୁନ୍ତଳା ଦେଖିଲେ ସାମ୍ନାରେ ଯିଏ ତାଙ୍କର ଠିଆ ହୋଇଛନ୍ତି ସେ ଅପୂର୍ବ ସୁନ୍ଦର ଯୁବକ ଶ୍ରେଷ୍ଠ। ତାଙ୍କର ଦେହର ସୌନ୍ଦର୍ଯ୍ୟ ଅସୀମ ରୂପବନ୍ତ। ସେ କାମଦେବ କିମ୍ବା ମଣିଷ ରୂପରେ ଚନ୍ଦ୍ର। ଶକୁନ୍ତଳା ଦୁଷ୍ମନ୍ତଙ୍କ ଅପୂର୍ବ ରୂପବାନ ଦେହକୁ ଦେଖି ଲାଜରେ ମୁହଁ ତଳକୁ କରି ଠିଆ ହେଲା। ସତେ ଏକ ଲାଜକୁଳୀ ଲତାରେ କାହାର ହାତ ବାଜିଛି। ଶକୁନ୍ତଳା କ'ଣ କହିବ କ'ଣ ନ କରିବ କିଛି ଜାଣିପାରିଲା ନାହିଁ। ତାର ମନ ଆକାଶରେ ଆଶ୍ଚର୍ଯ୍ୟର ମେଘ ଛାଇଗଲା। ଲାଜ ଶକୁନ୍ତଳାଙ୍କର ବିତଣିଟିଏ ହୋଇ ଶକୁନ୍ତଳାଙ୍କର ଗଛର ଛେଲିର ବସ୍ତ୍ର ବା ଲୁଗାକୁ ସଙ୍ଗେ ସଙ୍ଗେ ସଜାଡ଼ି ଦେଲା। ଲଜ୍ଜା ନାରୀର ଭୂଷଣ। ଯେଉଁ ନାରୀର ଲାଜ ନଥାଏ ସେଭଳି ନାରୀ ନୁହେଁ। ସଂସାରରେ କଥା ଅଛି। ଶକୁନ୍ତଳା ତଳକୁ ମୁହଁ ପୋତି କେବଳ ଦୁଷ୍ମନ୍ତଙ୍କ ପାଦଦ୍ୱୟକୁ ଚାହିଁ ରହିଥାଏ। ଦୁଷ୍ମନ୍ତଙ୍କ ସୁନ୍ଦର ପାଦର ନଖ ସବୁ ସୁନ୍ଦର ଭାବେ କଟା ଯାଇଅଛି। ଓଠ ଲାଲ, ହାତୀଦାନ୍ତର ଧଳା ପରି ଦାନ୍ତ, ଯାହାକି ସ୍ମିତହାସ୍ୟରେ ଶକୁନ୍ତଳାଙ୍କୁ ଦିଶୁଥିଲା। ଚୁପଚାପ ଠିଆ ହୋଇ ରହି ମନେ ମନେ ସଖୀଦ୍ୱୟଙ୍କୁ ଖୋଜୁଥିବା ବେଳେ ଅନସୂୟା ପ୍ରିୟମ୍ବଦା ନାମ୍ନୀ ସଖୀଦ୍ୱୟ ଆପେ ଆପେ ଶକୁନ୍ତଳାଙ୍କ ପାଖେ ଆସି ପହଞ୍ଚିଗଲେ। ସଖୀ ଦୁହେଁ ଶାନ୍ତ ଗମ୍ଭୀର ତେଜିୟାନ ଗୋରା ମୁଖମଣ୍ଡଳଧାରୀ ଯୁବକ ବ୍ୟକ୍ତିଙ୍କୁ ଦେଖି ମନରେ ଭାବୁଥିଲେ, ଏଇ ଲୋକଟି ଆଉ ଦୁଷ୍ମନ୍ତ ନୁହେଁ ତ? ମନେ ମନେ ଆଶ୍ଚର୍ଯ୍ୟ ବି ହେଉଥାନ୍ତି, କିଏ ଏହି ଲୋକ? ମଧୁର ମିଠା କଥାରେ ସଖୀଦ୍ୱୟ ଦୁଷ୍ମନ୍ତଙ୍କୁ କହିଲେ, ମୁନି ଆଶ୍ରମ ବନରେ ଆମର କିଛି ଡର ଭୟ ନାହିଁ। ଏକ ମହୁମାଛିଟିଏ କେବଳ ଆମର ପ୍ରିୟ ସଖୀଙ୍କୁ ଯାହା ହଇରାଣ କରୁଥିଲା। ଭଦ୍ରତାର ସହିତ ପ୍ରିୟମ୍ବଦା ଦୁଷ୍ମନ୍ତଙ୍କୁ ଗୋଟିଏ ଗଛ ତଳକୁ ଡାକିକି ନେଇ ହାତ ବଢ଼ାଇ କହିଲା, ମହାଶୟ ଆପଣ ଏଇ ଚିକ୍କଣ ପତ୍ର ଆସନରେ ଆସି ବସନ୍ତୁ। ରାଜା ଦୁଷ୍ମନ୍ତ ବସିବାରୁ ପାଦସେବା ପାଇଁ ସଖୀଙ୍କୁ ଇସାରା ଦେବାରୁ ରାଜା ତାହା ଜାଣିପାରି କହିଲେ, ସେବାର କିଛି ଦରକାର ନାହିଁ। ଅତିଥି ପୂର୍ବରୁ ସୁନ୍ଦର ଭାବେ ସେବା ପାଇ ସାରିଛି। ତୁମମାନଙ୍କର ସୁନ୍ଦର ଆତିଥ୍ୟପୂର୍ଣ୍ଣ ବ୍ୟବହାର ମୋତେ ଆନନ୍ଦିତ କରିଛି, ଆପ୍ୟାୟିତ କରିଛି। ତୁମେମାନେ ଆସି ମୋ ପାଖରେ ଏଠି ଅଳ୍ପ ସମୟ ପାଇଁ ବସିଲେ ମୁଁ ଅତ୍ୟନ୍ତ ଖୁସି ହେବି। ଏଠି ମନସ୍ତତ୍ୱ କାମ କରିଛି, କାରଣ ଯୁବକ ଯୁବତୀର ସାନ୍ନିଧ୍ୟ ହିଁ ଚାହିଁବ। ବିପରୀତ ଲିଙ୍ଗ ବା ଅପୋଜିଟ୍ ସେକ୍ସର ଏହା ହିଁ ଲକ୍ଷଣ। ଦୁଷ୍ମନ୍ତ ଅତିଥିଙ୍କୁ ଖୁସି କରିବା ପାଇଁ ସଖୀଗଣ ପରସ୍ପର କୁହାକୁହି ହେଲେ, ତୁ ବସ, ତୁ ବସୁନୁ। ତିନି ଜଣଯାକ ସଖୀ ମୁହଁରେ ହାତ ଦେଇ ହସାହସି ହୋଇ ବସିଗଲେ। ସଖୀମାନେ ଜାଣୁଥିଲେ କି ଦୁଷ୍ମନ୍ତ ସତେକି ଜାଣିପାରୁନାହାନ୍ତି। ହେଲେ ଦୁଷ୍ମନ୍ତ ସଖୀଗଣଙ୍କର ପରସ୍ପର ଠରାଠରି ଭାବକୁ ଜାଣିପାରି ନ ଜାଣିଲା ପରି ବସିଥାନ୍ତି। ତରୁଣୀମାନଙ୍କର ଏ ପ୍ରକାର ମଧୁର ବ୍ୟବହାର ତାଙ୍କୁ ଖୁସି କରାଉଥାଏ। ଦୁଷ୍ମନ୍ତ ସେମାନଙ୍କର କୁଶଳ ଜିଜ୍ଞାସା କରନ୍ତେ। ସେମାନେ କହିଲେ, ଆପଣଙ୍କ ଦୟାରୁ ଆମର ସବୁ ଠିକ୍ଠାକ୍ ଚାଲିଛି, କୌଣସି ଅସୁବିଧା ନାହିଁ। ରାଜା ଦୁଷ୍ମନ୍ତ କହିଲେ, ତୁମମାନଙ୍କୁ ଦେଖି ମୁଁ ଏହା ବେଶ୍ ଜାଣିପାରୁଛି କି ତପୋବନରେ କୌଣସି ଅସୁବିଧା ନାହିଁ। ତୁମ ତିନିଜଣ ସମବୟସୀ, ତୁମ ରୂପ ବି ସମାନ ଅଛି, ବ୍ୟବହାର ବି ବଢ଼ିଆ। ଏ ବନ ବି ତୁମ
ପାଇଁ ଆନନ୍ଦମୟ ଦିଶୁଛି। ସମୁଦ୍ର ଲହଡ଼ି ଭଳିଆ ତିନି ଯୁବତୀଙ୍କ ମନ ସମୁଦ୍ରରେ ପଚାରିବା ପାଇଁ ପ୍ରଶ୍ନ ଉଙ୍କି ମାରୁଥାଏ କି ଏହି ସୁନ୍ଦର ଶରୀରଧାରୀ ଯୁବକଟିର ପରିଚୟ କ'ଣ? ଏ ପ୍ରକୃତରେ କିଏ? ଆଉ ଡେରି ନକରି ପ୍ରିୟମ୍ବଦା ରାଜାଙ୍କୁ ପଚାରିଲା, ମହାଭାଗ, ଆପଣ କିଏ? କେଉଁ ରାଜ୍ୟକୁ ଅସୁନ୍ଦର କରି ଏ ବଣକୁ ସୁନ୍ଦର କରିବା ପାଇଁ ମନରେ ଦୟାଭାବ ରଖି ଅନୁଗ୍ରହ କରି ଏଠିକୁ ଆସିଲେ? ଯୁବତୀଙ୍କ କଥା ଶୁଣି ରାଜା ପ୍ରତ୍ୟୁତ୍ତର ଦେଇ କହିଲେ, ପୁରୁବଂଶରେ ମୋର ଜନ୍ମ, ଶତ୍ରୁ ଦମନ, ପ୍ରଜାପାଳନ ମୋର ବଂଶ ପ୍ରଥାର କାମ। ଶିକାର କରିବାକୁ ଇଚ୍ଛା ହେବାରୁ ତପୋବନକୁ ଆସିଥିଲି। ତପୋବନରେ ବୁଲିବା ବେଳେ ମୋର ପଦବୀର କଥା ଶୁଣି ଏଠାକୁ ଆସିଛି। ଦେଖୁଛି ମୁନି ଉଦ୍ୟାନର ଏହି ବଣରେ ତୁମେ ତିନିହେଁ ବାଳା ଅତି ସୁନ୍ଦର। ଏସବୁ ସାଧନାର ଫଳ। ପୁଣି ତପସ୍ୱିନୀ ପରି ବ୍ୟବହାର ଦେଖି ମୁଁ ଆଶ୍ଚର୍ଯ୍ୟ ହେବା ସହିତ ଜାଣିବାକୁ ଚାହୁଁଛି କି ଚିର ସନ୍ନ୍ୟାସୀ ଥିବା କଣ୍ୱ ମହାମୁନି କନ୍ୟା କେମିତି ପାଇଲେ? ପ୍ରିୟମ୍ବଦା କହିଲେ, ବିଶ୍ୱାମିତ୍ର ଋଷି କଠୋର ତପସ୍ୟା କରିବାର ଦେଖି ଇନ୍ଦ୍ର ଦେବତା ବିଶ୍ୱାମିତ୍ର ମହର୍ଷିଙ୍କର ତପସ୍ୟାକୁ ଛଡ଼ାଇ ନେବାର ଉଦ୍ଦେଶ୍ୟ ରଖି ଡରିଯାଇ ଅପ୍ସରୀ ମେନକାଙ୍କ ମର୍ତ୍ତ୍ୟକୁ ପଠାଇଲେ। ମହର୍ଷି ବିଶ୍ୱାମିତ୍ର ଏବଂ ମେନକା ମଧ୍ୟରେ ମିଳନର ଫଳ ରୂପୀ ଶକୁନ୍ତଳାଙ୍କର ଜନ୍ମ ହେଲା। କଣ୍ୱ ମୁନି ପିତା ହୋଇ ଶକୁନ୍ତଳାଙ୍କୁ ଲାଳନ ପାଳନର ଭାର ନେଲେ। ଛୋଟରୁ ଯୁବତୀ କରାଇ ଉପଯୁକ୍ତ ବରପାତ୍ର ଦେଖି ବିବାହ ଦେଇ କନ୍ୟାଦାନ କରିବାକୁ ଇଚ୍ଛୁକ ଅଛନ୍ତି। ଶୁଣି ସାରି ଦୁଷ୍ମନ୍ତଙ୍କ ମନରେ ଶକୁନ୍ତଳାଙ୍କ ପ୍ରତି ବିବାହ ଆଶା ମନକୁ ଆସିଲା। ଶକୁନ୍ତଳା ସ୍ୱର୍ଗୀୟ ଲତାର ନୂଆ ଫୁଲ, ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ଏହାଠାରେ ଅଛି। ପବିତ୍ର ଶରୀର, ଆଗରୁ ଏହାକୁ କିଏ ଛୁଇଁ ନାହିଁ କି ଚୁମ୍ବି ନାହିଁ। ରାଜାଙ୍କୁ କଣେଇ କଣେଇ ଚାହୁଁଥାଏ ଶକୁନ୍ତଳା। ଯେତେବେଳେ ରାଜା ଅନ୍ୟ ଆଡ଼େ ଅନାଇଥାନ୍ତି, ପୁଣି ରାଜା ତାକୁ ଚାହିଁଦେଲେ ଶକୁନ୍ତଳା ଅନ୍ୟ ଆଡ଼େ ଚାହିଁଦିଏ। ଦୁଷ୍ମନ୍ତଙ୍କ ପାଖରୁ ଉଠିଯିବାକୁ ଶକୁନ୍ତଳାର ଇଚ୍ଛା ହେଲେ କାଳେ ରାଜା ଖରାପ ଭାବିବେ, ସୌଜନ୍ୟ ବିଗିଡ଼ିଯିବ, ସେ ଲାଗି ବାଧ୍ୟରେ ବସିଥାଏ। ତଳକୁ ଚାହିଁ ବସିଥିଲେ ବି ମଝିରେ ମଝିରେ ରାଜାଙ୍କୁ କିନ୍ତୁ ଚାହିଁ ଦେଖୁଥାଏ। ରାଜା ବି ବାରମ୍ବାର ଶକୁନ୍ତଳାଙ୍କୁ ଚାହିଁ ଦେଖୁଥାନ୍ତି। କଥା କମ୍ କହିଲେ ବି ଶକୁନ୍ତଳାଙ୍କୁ ଦେଖିବା କିନ୍ତୁ ମୁଖ୍ୟ ଥାଏ। ଏହି ଦେଖିବା ମଧ୍ୟରେ କବି ଶକୁନ୍ତଳାଙ୍କ ଶାରୀରିକ ରୂପର ବର୍ଣ୍ଣନା ଦେଇଛନ୍ତି। ଶକୁନ୍ତଳା ରାଜାଙ୍କୁ ଦେଖୁଥାଏ, ଆଉ ରାଜା ଶକୁନ୍ତଳାଙ୍କୁ ଦେଖୁଥାନ୍ତି। ଏହି ଦେଖାଦେଖି ହେବା ଭିତରେ ପରସ୍ପରର ରୂପ ସୌନ୍ଦର୍ଯ୍ୟ ଦୃଷ୍ଟିକୁ ଆସୁଥାଏ। ବେଳେବେଳେ ଚାରି ଆଖି ବି ମିଶୁଥାଏ। ମନରେ ପ୍ରେମ ବିଜୁଳି ଆଲୋକ ଖେଳି ଯାଉଥାଏ। ଶକୁନ୍ତଳା ମୁହଁ ତଳକୁ କରି ରାଜା ଦୁଷ୍ମନ୍ତଙ୍କ ପାଦକୁ ଦେଖୁଥାଏ। ମନରେ ଭାବୁଥାଏ, ରାଜାଙ୍କ ପାଦରେ ଲାଗିଥିବା ଆଶ୍ରମ ଧୂଳିକୁ କିଭଳି ନିଜ ହାତରେ ପୋଛି ସଫା କରି ଦିଅନ୍ତା କି, ମଥାରେ ଟିକା ଦେଇ ଅତିଥି ଚର୍ଚ୍ଚା କରନ୍ତା। ହେଲେ ସଖୀ ଦ୍ୱୟ ଯଦି କରିବାକୁ କହନ୍ତେ। ଏହି ସମୟରେ ବଣରେ ବାଣୁଆ ହାତୀର ଗର୍ଜନ ଶୁଣାଯିବାରୁ ବଣରେ ଚହଳ ପଡ଼ିଗଲା। ଯୁବତୀମାନେ ଭୟଭୀତ ହୋଇ ଉଠିପଡ଼ିଲେ। ପୁଣି କେହି କହୁଥିବାର ଶୁଣାଗଲା କି ରାଜା ଦୁଷ୍ମନ୍ତ ଶିକାର କରିବାକୁ ତପୋବନକୁ ଆସିଛନ୍ତି। ହେ ବନବାସୀ, ତୁମେ ସତର୍କ ହୋଇଯାଅ। ବଣରେ ରାଜାଙ୍କର ହାତୀ ଘୋଡ଼ା ଦଳ ବଳକୁ ଦେଖି ବଣର ଜନ୍ତୁମାନେ ଅତର୍ଚ୍ଛା ହୋଇ ଏଣେ ତେଣେ ପଳାଇବାକୁ ଲାଗିଲେ। ଅଶ୍ୱ ଖୁରାରେ ଉଠୁଥିବା ଧ୍ୱନିରେ ବଣ ଛାଇ ଗଲାଣି। ଗଛପତ୍ରରେ ଯାଇ ଧୂଳି ବସିଗଲାଣି। ଛୋଟ ହରିଣ ଛୁଆଟିଏ ଭୟଭୀତ ହୋଇ ଆସି ଶକୁନ୍ତଳାଙ୍କର ପିନ୍ଧା ଓଢ଼ଣୀର ଅଞ୍ଚଳ ଭିତରେ ଆସି ଲୁଚିଲାଣି। ବଣୁଆ ହାତୀ ଗଛ ଡାଳକୁ ଭାଙ୍ଗି ଭୟଙ୍କର ଗର୍ଜୁଛି। ରାଜା ଉଠି ପଡ଼ିଲେ, ପରନ୍ତୁ ଯୁବତୀଙ୍କ ସାନ୍ନିଧ୍ୟ ଛାଡ଼ିବାକୁ ମନ ଚାହୁଁନଥାଏ। ସଖୀଙ୍କି କହିଲେ, ମୁଁ ଯାଏଁ, ଦେଖେଁ ଘଟଣା କ'ଣ। ବଣୁଆ ହାତୀର ଉପଦ୍ରବକୁ ସାବାଡ଼ କରେ। ମୋର ଦୋଷ ମାଫ କରିବ ମୁଁ ଚାହୁଁଛି। ତଥାପି ମୁଁ ଶୀଘ୍ର ଫେରିବି। ସଖୀଏ କହିଲେ, ଅତିଥି ଚର୍ଚ୍ଚା ନ କରି ପାରିବାରୁ ଆମେ ଦୁଃଖିତ। ଆପଣ ଯଦି ଆଉ ଥରେ ଆମ ପାଖକୁ ନ ଆସନ୍ତି, ଆମ ମନ ଏହାଠାରୁ ଅଧିକ ଦୁଃଖୀ ହେବ। ରାଜା କହିଲେ, ଏପରି କୁହନ୍ତୁ ନାହିଁ। ତୁମର ସ୍ନେହପୂର୍ଣ୍ଣ ବ୍ୟବହାରକୁ ମୁଁ ଭୁଲି ପାରିବି ନାହିଁ। ତୁମର ଭଲ ପାଇବାକୁ ପାଥେୟ କରି ନେଇ ମୁଁ ଯାଉଛି। ମୁଁ ଆପଣମାନଙ୍କଠାରେ ଋଣୀ। ସେହି ଋଣର ଚିହ୍ନ ସ୍ୱରୂପ କିଛି ନ ଦେଲେ ତୁମେମାନେ ମୋତେ କେମିତି ବିଶ୍ୱାସ କରିବ? ଏହା କହି ନିଜ ଆଙ୍ଗୁଠିରୁ ମୁଦି କାଢ଼ି ଶକୁନ୍ତଳା ଆଙ୍ଗୁଠିରେ ନେଇ ପିନ୍ଧାଇ ଦେଲେ। ପିନ୍ଧାଇଲା ବେଳେ ଖୁସି ଥାଆନ୍ତି। ତରତର ହୋଇ ଚାଲିଗଲେ ସିନା, ମନ କିନ୍ତୁ ଯିବାକୁ ଚାହୁଁନଥାଏ। ଦୁଷ୍ମନ୍ତଙ୍କ ରଥ ଆଗକୁ ଛୁଟୁଥାଏ, ହେଲେ ରଥର ପତାକା ପଛକୁ ଉଡ଼ୁଥାଏ। ଦୁଷ୍ମନ୍ତ ଯେମିତି ଅତି ଆଗ୍ରହରେ ପ୍ରେମର
ସନ୍ତକର ମୁଦି ପିନ୍ଧାଇଥିଲେ। ଶକୁନ୍ତଳାର ମନ ବି ଦୁଷ୍ମନ୍ତଙ୍କର ସ୍ପର୍ଶ ପାଇ ମନରେ ଅପାର ଆନନ୍ଦରେ କୁରୁଳି ଉଠୁଥାଏ। ସଖୀଦ୍ୱୟ ଶକୁନ୍ତଳା ହାତ ଧରି ମୁଦିକୁ ଦେଖିଲେ। ମୁଦିରେ ଦୁଷ୍ମନ୍ତଙ୍କ ନାମ ଲେଖାଯାଇଥାଏ, ଯାହାକି ଦୁଷ୍ମନ୍ତ ପ୍ରେମର ନିଦର୍ଶନ। ସଖୀଦ୍ୱୟ ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଦେଖୁଥିଲେ, ହେଲେ ଶକୁନ୍ତଳାଙ୍କର ସ୍ଥିତିକୁ ଜାଣିପାରି ନଥିଲେ। ଶକୁନ୍ତଳା ମନରେ ଅପୂର୍ବ ଭାବ ଦେଖାଦେଲା। ସଖୀ ଯେବେ କହିଲେ, ଏଥର ଚାଲ କୁଡ଼ିଆକୁ ଯିବା, ହେଲେ ଶକୁନ୍ତଳାର ଯିବାକୁ ଇଚ୍ଛା ନଥିଲା। ତଥାପି ଯିବାବେଳେ ବାରମ୍ବାର ଶକୁନ୍ତଳା ଦୁଷ୍ମନ୍ତଙ୍କୁ ଦେଖୁଥିଲା। ସଖୀମାନେ ପଚାରିଲେ, କ'ଣ ଏତେ ଦେଖୁଛୁ? ଶକୁନ୍ତଳା କହିଲା, କୁରୁବକ କଣ୍ଟା ଲାଗିଗଲା ତ, ତାକୁ ଛଡ଼ାଇବା ପାଇଁ ଦେଖୁଥିଲି। ପ୍ରିୟମ୍ବଦା କହିଲା, ପୁରୁବଂଶର ରାଜା ଦୁଷ୍ମନ୍ତଙ୍କର ପ୍ରେମ କଣ୍ଟା ମାଛ ଆଖି ବାଲି ଶକୁନ୍ତଳା ଗଳାରେ ଗଳିଗଲା କି ଆଉ? ଶକୁନ୍ତଳାକୁ ଆଉ ରାଜା ଦୁଷ୍ମନ୍ତ ଦେଖା ଗଲେ ନାହିଁ ମଧ୍ୟ ମନରୁ କିନ୍ତୁ ଦୂର ହୋଇ ନଥିଲେ। ଶକୁନ୍ତଳାର ଯୁବତୀ ଜୀବନର ପ୍ରେମର ପ୍ରଥମ ଅଙ୍କୁରୋଦ୍ଗମ କିନ୍ତୁ ହୋଇଗଲା। ପ୍ରଥମ ସର୍ଗର ଏଇଠି ସମାପ୍ତି।